କୋଟି ବା କୋଟିରୁ ଅଧିକ। ନିମ୍ନରେ ଦିଆଯାଇଥିବା ସାରଣୀଟି ଭାରତୀୟ ପ୍ରଣାଳୀ ଓ ଆମେରିକୀୟ ବା ଆନ୍ତର୍ଜାତୀୟ ପ୍ରଣାଳୀ ଅନୁଯାୟୀ କିଛି ସଂଖ୍ୟା ଦିଆଯାଇଛି, ଯେଉଁଥିରେ ସଂଖ୍ୟାଗୁଡ଼ିକ ନାମ କମା ବ୍ୟବହାର କରିବା ନିୟମ ବିଷୟରେ ଏଠି କୁହାଯାଇଛି। ଆମେ ଦେଖିବା ଏଠି ଭାରତୀୟ ପ୍ରଣାଳୀ ଆଉ ଗୋଟେ ଆମେରିକୀୟ ପ୍ରଣାଳୀ ବା ଯେଉଁଟା ଆମେରିକୀୟ ପ୍ରଣାଳୀ ସେଟାକୁ କୁହାଯାଏ ଆନ୍ତର୍ଜାତୀୟ ପ୍ରଣାଳୀ। 1000 ଯେଉଁଟା ଆମେ କହୁଛନ୍ତି ତାଙ୍କ ଆନ୍ତର୍ଜାତୀୟ ପ୍ରଣାଳୀରେ ସେ 1000, ଆମର ଯେଉଁଟା 10,000 ତାଙ୍କର ବି ସେଠି 10,000, 1 ଲକ୍ଷ ଆମର ଯେଉଁଟା ତାଙ୍କର ସେଟା 100,000, ଆମେ 1 ଲକ୍ଷ କୁହନ୍ତି ସେଟାକୁ ସେମାନେ କହନ୍ତି 100,000। ଆମର ଯେଉଁଟା 10 ଲକ୍ଷ ଭାରତୀୟ ପ୍ରଣାଳୀରେ ତାଙ୍କର ସେଟା 1 ମିଲିୟନ। 1 ମିଲିୟନ କେତେ ଶୁଣ 1 2 3 4 5 6 ଆମର 10 ଲକ୍ଷଟା ବି 6ଟା ଶୁଣ ତାଙ୍କର 1 ମିଲିୟନରେ ବି 6ଟା ଶୁଣ। ୟୁଟ୍ୟୁବରେ ଲେଖିବ 1 ମିଲିୟନ ଭ୍ୟୁ ଦେଇଥିବ 1 ମିଲିୟନ ସବସ୍କ୍ରାଇବର ଦେଇଥିବେ ସେଟା କ'ଣ ସେଟା ଆମେରିକା ଚ୍ୟାନେଲ ୟୁଟ୍ୟୁବଟା ତେଣୁ ସେଇପାଇଁ ସେଠି ଲେଖା ହେଇଥିବ ମିଲିୟନ ହେଲା 1M ଲେଖା ହେଇଥିବ ଲାଇକ୍ ଦେଖିଥିବ 1M ଲେଖା ହେଇଥିବ ହେଲା। ତାପରେ 1 କୋଟି କୋଉଟା 1 କୋଟି ହେଲା 1 2 3 4 5 6 7 7ଟା ଶୂନ ରହିବ 1 କୋଟିର। ତାପରେ ତାଙ୍କର ସେଟା 1 କୋଟିକୁ ତାକୁ କୁହାଯାଏ 10 ମିଲିୟନ। ତାପରେ 10 କୋଟିଟା 10 କୋଟି ତାଙ୍କର ସେଟା କୁହାଯାଏ 100 ମିଲିୟନ। ଆଉ ଯେଉଁଟା ଆମର 1 ଅରବ ବା 100 କୋଟି ଆମର ଯେଉଁଟା ତାଙ୍କର ସେଇଟାକୁ କୁହାଯାଏ 1 ବିଲିୟନ। 1 ବିଲିୟନ ଯେଉଁଟା ତାଙ୍କର ସେଟା 9ଟା ଶୂନ ରହିବ। ଆମର ଯେଉଁଟା 1 ଅରବ ବା 100 କୋଟିର 9ଟା ଶୂନ ରହିବ ସେମିତି ତାଙ୍କର 1 ବିଲିୟନରେ 9ଟା ଶୂନ ରହିବ। ଲକ୍ଷ୍ୟ କର ଭାରତୀୟ ପ୍ରଣାଳୀରେ ଦେଖ ଆମେ ଡାହାଣ ପଟୁ ଏଇପଟରୁ ଡାହାଣ ପଟରୁ କେଉଁଠି କମା ବ୍ୟବହାର କରନ୍ତି 1000 କୋଟି ଓ ଲକ୍ଷ ସ୍ଥାନରେ କମା ବ୍ୟବହାର କରନ୍ତି। 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି ଦେଖିନ କମାଟା କେଉଁଠି ବ୍ୟବହାର କରା ହେଲା କେବଳ 1000 ଲକ୍ଷ କୋଟି ସ୍ଥାନରେ କମା ବ୍ୟବହାର କରନ୍ତି ହେଲା। ଆମେରିକା ପ୍ରଣାଳୀ ସଂଖ୍ୟାଟିକୁ ଡାହାଣ ପଟୁ ବାମ ପଟିକୁ ଆକାରରେ କମା ବ୍ୟବହାର କରାଯାଏ। ତାଙ୍କର 1000 ବିଲିୟନ ମିଲିୟନ ବିଲିୟନରେ କମା ବ୍ୟବହାର କରାଯାଏ। ଆମର ଯେଉଁଟା 1000 ଲକ୍ଷ କୋଟିରେ କମା ବ୍ୟବହାର କରାଯାଏ ତାଙ୍କର ସେଟା 1000 ମିଲିୟନ ବିଲିୟନରେ କମା ବ୍ୟବହାର କରାଯାଏ। ଭାରତୀୟ ସଂଖ୍ୟା ନାମକରଣ ପଦ୍ଧତି ଭୁଟାନ ଶ୍ରୀଲଙ୍କା ନେପାଳ ପାକିସ୍ତାନ ବାଂଲାଦେଶ ମାଲଦ୍ୱୀପ ଆଫଗାନିସ୍ତାନ ମିଆଁମାରରେ ଆମର ଯେଉଁ ପ୍ରକାର ଆମେ ଏଇ ଯେଉଁ ଭାରତୀୟ ପ୍ରଣାଳୀ ଲେଖୁଛନ୍ତି ଏଇଟା କେଉଁଠି ଚାଲୁଛି ନା ଏଇସବୁ ଦେଶ ଗୁଡ଼ିକର ଚାଲୁଛି। ବିଶେଷତଃ ସବୁ ଆମର ପଡ଼ୋଶୀ ଦେଶ ଗୁଡ଼ାକ ଚାଲିଛି। ଲକ୍ଷ କୋଟି ଶବ୍ଦ ସଂସ୍କୃତ ଶବ୍ଦ ଲକ୍ଷ ଦେଶର ବ୍ୟବହାର କରାଯାଏ। 1 ଲକ୍ଷ 1 କୋଟିର କେତୋଟି ଶୂନ ଅଛି ତାହା ଲକ୍ଷ୍ୟ କର। 1 ଲକ୍ଷକୁ ସଂଖ୍ୟାରେ ଲେଖିଲେ 1 ଡାହାଣ ପଟେ 5ଟି ଶୂନ ଦିଆଯାଇଥାଏ। 1 କୋଟିକୁ ଲେଖିଲେ 1 ଡାହାଣ ପଟେ ଆମେ 7ଟି ଶୂନ ଦେଇଥାନ୍ତି। ତାପରେ 1 ଲକ୍ଷ ହେଉଛି 1000ରେ 100 ଗୁଣ ଯେମିତି 1000ରେ 100 ଗୁଣ 1 ଲକ୍ଷ ହେଉଛି 1000ରେ 100 ଗୁଣ। ଏଠି ଦେଖିବା 1 ଲକ୍ଷ 1000 1000 ପ୍ରଥମ ନେବା 1000ର 100 ଗୁଣ 100 ଗୁଣ କରିବା ଏଇଟା ଶୁଣ 1 10 100 1000 ଲକ୍ଷ ଏଇଟା ଲେଖା ହେଲା 1 ଲକ୍ଷ 1 ଲକ୍ଷ ଲେଖା ହେଲା 1 ଲକ୍ଷଟା କାହାର 100 ଗୁଣ ନା 1000ର 100 ଗୁଣ ହେଉଛି 1 ଲକ୍ଷ। ତାପରେ 1 କୋଟି ହେଉଛି 1 ଲକ୍ଷର 100 ଗୁଣ 1 କୋଟି 1 ଲକ୍ଷ 1 ଲକ୍ଷ ଲେଖିବା 1 ଲକ୍ଷର 100 ଗୁଣ 100 ଗୁଣ କେତେ ବାହାରିବ 10 100 1000 ଅୟୁତ 1 ଲକ୍ଷର 100 ଗୁଣ ହେଉଛି 1 କୋଟି 1 କୋଟି ସେମିତି 1 ଅରବ ହେଉଛି 1 କୋଟିର 100 ଗୁଣ ତେଣୁ 1000 100 1000 ହେଉଛି 1 ଲକ୍ଷ 10 ଲକ୍ଷ ହେଉଛି 1 କୋଟି ଆଉ 100 କୋଟି ହେଉଛି 1 ଅରବ। ଆଜି ଆମେ ସପ୍ତମ ଶ୍ରେଣୀ ଗଣିତ ପ୍ରକାଶ ବହିର ପେଜ ନମ୍ବର 9ର ଅଙ୍କଗୁଡ଼ିକୁ କରିବା। ଆମର ପ୍ରଥମ କ୍ୱେଶ୍ଚନ୍ ହେଉଛି 1000 1 ଲକ୍ଷରେ କେତୋଟି ଶୂନ ଅଛି 100,000ରେ କେତୋଟି ଶୂନ ଅଛି। ଆମେ ପ୍ରଥମ କ୍ୱେଶ୍ଚନଟା ଦେଖିବା। କ୍ୱେଶ୍ଚନ୍ ନମ୍ବର 1 1000 ଲକ୍ଷରେ କେତୋଟି ଶୂନ ଅଛି 1000 ଗୁଣନ 1000 ଲକ୍ଷ ଇକ୍ୱାଲ୍ ଟୁ 1000 ଇଣ୍ଟୁ 1 ଲକ୍ଷ 1 ଲକ୍ଷ ଇକ୍ୱାଲ୍ ଟୁ ଏଠି 5ଟା ଶୂନ ଏଠି 3ଟା ଶୂନ ଟୋଟାଲ୍ 8ଟା ଶୂନ 1 8ଟା ଶୂନ 1 2 8 1 10 100 1000 ଅୟୁତ ଲକ୍ଷ ନିୟୁତ 1 10 100 1000 1000 କମା ଦିଆହେଲା ଅୟୁତ ଲକ୍ଷରେ କମା ଦିଆହେଲା ନିୟୁତ କୋଟିରେ କମା ଦିଆଯିବ। ଅତଏବ 1000 ଲକ୍ଷରେ 8ଟି ଶୂନ ଅଛି। ତାପରେ କ୍ୱେଶ୍ଚନ୍ 2 ଯିବା 100,000 କେତୋଟି ଶୂନ ଅଛି ଲେଖିବ। ମୁଁ ଖାଲି ଆନ୍ସର୍ ଲେଖିଦେଉଛି 100,000 ଇକ୍ୱାଲ୍ ଟୁ 100 100 ଗୁଣନ 1000 ଇକ୍ୱାଲ୍ ଟୁ ଏଇଟା କେତେଟା ଶୂନ 3 2 5ଟା ଶୂନ 5ଟା ଶୂନ 1 10 100 1000 1 10 100 1000 ଅୟୁତ ଲକ୍ଷ। ଭାରତୀୟ ଲିଖନ ପ୍ରଣାଳୀରେ ବର୍ତ୍ତମାନ এই ସଂଖ୍ୟାଟିକୁ ଆମେ କମା ବ୍ୟବହାର କରିକି ପଢ଼ିବା। ପ୍ରଥମ ଦେଲା କମାଟା ପ୍ରଥମେ 1000 ଘର ଲକ୍ଷ କୋଟି ଅରବ ଘରେ ଆମେ କମା ବ୍ୟବହାର କରିବା ହେଲା। ଆଉ ଏଇଟାକୁ ଧର କମା ବ୍ୟବହାର କରିସାରିଲା ପରେ ଏଇ ଟାଇପ୍ରେ ଆମେ ଲେଖାଯାଇ ପାରିବ 9 ଅରବ 87 କୋଟି 65 ଲକ୍ଷ 1234 ଲେଖିପାରିବା ବା 987 କୋଟି 65 ଲକ୍ଷ 1234 ବି ଲେଖିପାରିବା ଭାରତୀୟ ଲିଖନ ପ୍ରଣାଳୀ ଅନୁସାରେ। ବର୍ତ୍ତମାନ ଦେଲା এই ସଂଖ୍ୟାଟିକୁ ଆମେ ଆମେରିକୀୟ ଲିଖନ ପ୍ରଣାଳୀରେ କେମିତି ଲେଖିବା। ପ୍ରଥମେ 1000 ସ୍ଥାନରେ କମା ଦେବା ତାପରେ ମିଲିୟନ ତାପରେ ବିଲିୟନ ସ୍ଥାନରେ କମା ଦେବା। ନିଜେ ଦେଖ ନିମ୍ନରେ ଦିଆଯାଇଥିବା ସଂଖ୍ୟାଗୁଡ଼ିକୁ ଭାରତୀୟ ସ୍ଥାନୀୟମାନ ଅନୁସାରେ ପଢ଼ ସେଗୁଡ଼ିକର ସଂଖ୍ୟା ନାମ ଉଭୟ ଭାରତୀୟ ଓ ଆମେରିକା ପ୍ରଣାଳୀରେ ଲେଖ। ୟାର ଯେଉଁ ଭାରତୀୟର ଲେଖିବା ବି ତାର ଆମେରିକା ପ୍ରଣାଳୀ ଅନୁସାରେ ଆମେ ସବୁ ଲେଖିବା।
ଆମେ 2 ନମ୍ବର କରିବା ନିମ୍ନରେ ଦିଆଯାଇଥିବା ସଂଖ୍ୟାଗୁଡ଼ିକୁ ଭାରତୀୟ ସ୍ଥାନୀୟମାନ ପଦ୍ଧତି ଅନୁସାରେ ଲେଖିବା। ଲେଖା ହେଲା 1 କୋଟି 1 ଲକ୍ଷ 1,010 1 କୋଟି 1 ଲକ୍ଷ 1,010 সেটা কেমতি লেখিবা দেখ 1 কোটি 1 লক্ষ 1 বিলিয়ন 1 মিলিয়ন 1,001 1 বিলিয়ন 1 মিলিয়ন 1,001 দেখ 1 বিলিয়ন তারপরে 1 বিলিয়ন 1 বিলিয়ন হচ্ছে 100 কোটি 1 মিলিয়ন হচ্ছে 10 লক্ষ এই টাইপের লেখা যাব। তারপরে সি দেখ 10 কোটি 20 লক্ষ 30,000 40 10 কোটি 20 লক্ষ 30,000 40 তারপরে হচ্ছে 9 বিলিয়ন 80,000 700 হাজার 9 বিলিয়ন 9 বিলিয়ন 80 মিলিয়ন 700 হাজার 700 600 দেখ এই টাইপের লেখা যাব হলা 9 বিলিয়ন 80 মিলিয়ন 100 হাজার 600 তারপর যা তুলনা কর আমি কোটি গ্রেটার দেন কোটা লেস দেন আর কোটি ইকুয়াল চিহ্ন দিয়া যাব লেখ দেখ আমার আছে 10,000 সরি 30,000 3 লক্ষ 30,000 লিখি দেব তারপর 3 লক্ষ লিখি দেল 30,000 কেতে শূন্য হলা 1 2 3 4 3 লক্ষ কেতে শূন্য হলা 3 2 5 টা শূন্য হলা তাহলে কোটা বড় হবো 3 লক্ষটি বড় তুমি এটি গ্রেটার দেন দেই পারিব হলা। তারপরে 500 লক্ষ 5 মিলিয়ন 500 লক্ষ লিখি দেল তারপরে 5 মিলিয়ন 1 2 3 4 5 6 7 1 2 3 4 5 6 তাহলে কোটা বড় হলা 500 লক্ষ তারপরে 80,000 को संख्या लिखि देल सॉरी 800,000 रहिला তারপরে পড়ল 8 মিলিয়ন লিখি দেল তারপর কোটা বড় হবে এই 3 2 5 টা শূন্য এই 3 3 6 টা শূন্য অবভিয়াসলি এইটা বড় হবে। তারপরে 640,000 30 বিলিয়ন 640,000 লিখি দেব 30 বিলিয়ন লিখি দেব না এইটা বড় হবে